ଆମେ ବାଙ୍ଗାଲୋର ରହିକି ଓଡ଼ିଆ ଫିଲ୍ମ ଦେଖିବା, ଓଡ଼ିଶା ଆସିଲେ ଦେଖୁ, ନାଇଁ ତ ଟିଭିରେ ୟୁଟ୍ୟୁବ ଏଇଥିରେ ଦେଖା ହେଉଥିବ, ଯେଉଁଟାକି ଆମେ ହଲ୍ରେ ଯାଇକି ଏବେ ଦେଖିପାରୁଛୁ। ବହୁତ ଭଲ। ବର୍ଷ ବାଙ୍ଗାଲୋରରେ ରହୁଛୁ। ଆଉ ଆମର ରଞ୍ଜନ ଭାଇ ଯିଏ ଅଛନ୍ତି କେବିଏଫ୍ର ଚେୟାରମ୍ୟାନ୍ ଅଛନ୍ତି, ତାଙ୍କ ସହିତ ଆମେ ସେଇ ସମୟରୁ ଜଡ଼ିତ। ଓଡ଼ିଶାରେ ବାଙ୍ଗାଲୋରରେ ଆମର ଯେଉଁ ଗରିବ ଲୋକମାନଙ୍କର ଯେଉଁମାନେ ଶ୍ରମିକମାନେ ଅଛନ୍ତି ତାଙ୍କର ଡେଭଲପମେଣ୍ଟ ପାଇଁ ଆମର ସେ ସଂସ୍ଥା ଆଜିକି ୱାଇଫ୍ ଚଳଚ୍ଚିତ୍ର ନେଇକି ଯାଉଛନ୍ତି। ଆମର ବର୍ଷା ପ୍ରିୟଦର୍ଶିନୀ ତ ହେଉଛନ୍ତି ଆମର ଓଡ଼ିଶାର ଡ୍ରିମ୍ ଗାର୍ଲ, ତ ତାଙ୍କ ପିକ୍ଚରଟି ଆସୁଛି, ସମସ୍ତେ ଉତ୍ସାହିତ ଅଛନ୍ତି। ଆମେ କାଲି ମୁଁ ଜାଣିଲା ପରେ ଆମେ ଯେତିକି କଥାବାର୍ତ୍ତା ହେଇଛୁ ତାର ପ୍ରମୋସନ୍ ପାଇଁ ଆମେ ନିଶ୍ଚିତ ଭରପୁର ଚେଷ୍ଟା କରିବୁ। ଆଉ ଓଡ଼ିଆ ଯେତିକି ଅର୍ଗାନାଇଜେସନ୍ ସବୁ ଅଛନ୍ତି ସେମାନଙ୍କୁ ନିଶ୍ଚିତ ଆମେ ଏକଜୁଟ କରିବୁ କି ଦେଖନ୍ତୁ ଆଉ ଭଲ ଚାଲୁ। ସାଉଥର ଫିଲ୍ମ ହଲ୍ ଗୁଡ଼ିକରେ ଓଡ଼ିଆ ଫିଲ୍ମ କରିବା କେତେ ସହଜ ବୋଲି ଆପଣ ଭାବୁଛନ୍ତି? କାରଣ ଦର୍ଶକ ଆସିବେ ଦେଖିବେ, କାରଣ ନାଇଁ ତା ପାଇଁ ଆମକୁ ଟିକେ ପ୍ରମୋସନ୍ କରିବାକୁ ପଡ଼ୁଛି। ଏମିତି ନାହିଁ ଯେ ଲୋକ ତ ଜାଣିବା ହିଁ ଦରକାର ନା। ତ ତା ପାଇଁ ଆମର ସବୁ ଅଛି, ଗୁଡ଼େ ଅର୍ଗାନାଇଜେସନ୍ ଅଛି, ଆମେ ସେଗୁଡ଼ାକ ତାଙ୍କର ଆଡ଼ଭର୍ଟାଇଜମେଣ୍ଟ ଏସବୁ କରାହେଉଛି। ବିଫୋର୍ ଟାଇମ୍ ଯେବେ ରିଲିଜ୍ ହେବ ତା ପୂର୍ବରୁ କରାହେଉଛି। ତାପରେ ସେମାନେ ଆସୁଛନ୍ତି ଆଉ ବହୁତ ଇଏରେ ଆସୁଛନ୍ତି, ଏମିତି କିଛି ନାହିଁ। ସେ ସୁଯୋଗ ତ ମିଳୁନଥିଲା ଆଗରୁ। ଆମେ ବାଙ୍ଗାଲୋର ରହିକି ଓଡ଼ିଆ ଫିଲ୍ମ ଦେଖିବା, ଓଡ଼ିଶା ଆସିଲେ ଦେଖୁ, ନାଇଁ ତ ଟିଭିରେ ୟୁଟ୍ୟୁବ ଏଇଥିରେ ଦେଖା ହେଉଥିବ, ଯେଉଁଟାକି ଆମେ ହଲ୍ରେ ଯାଇକି ଏବେ ଦେଖିପାରୁଛୁ। ବହୁତ ଭଲ।